সবাই এমনি দেখছি না, সবাই এমনি জলের মধ্যে আরো আছে। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ଏହାରି ମଧ୍ୟରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୀମାନ୍ତ ଦୀଘା ବେଳାଭୂମିରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଗଭୀର ସମୁଦ୍ରରୁ ଭାସି ଆସିଥିବା ଜାହାଜ ଦିଗ ନିର୍ଣ୍ଣୟ ଯନ୍ତ୍ର ବୟାକୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଠାବ କରିଥିଲେ। ପରେ ଡଙ୍ଗା ଓ ସ୍ପିଡ୍ ବୋଟ୍ ସାହାଯ୍ୟରେ ଏହାକୁ କୂଳକୁ ଆଣି ରଖିଥିବା ବେଳେ ସେହି ବିଶାଳକାୟ ବୟାକୁ ଦେଖିବା ପାଇଁ ଦୀଘା ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଗଭୀର ସମୁଦ୍ରରେ ଜାହାଜକୁ ସଠିକ୍ ଦିଗ ଦର୍ଶାଇବା ପାଇଁ ସହାୟକ ହୋଇଥାଏ ଏହି ବୟା। ଲୁହାରେ ନିର୍ମିତ ଏହି ବଡ଼ ଭାସମାନ ଯନ୍ତ୍ରର ଉପରି ଭାଗରେ ସୋଲାର ବ୍ୟବସ୍ଥା ରହିଥାଏ। ଦିନରେ ସୂର୍ଯ୍ୟ କିରଣରୁ ଶକ୍ତି ସଂଗ୍ରହ କରି ରାତିରେ ବିଚ୍ଛୁରଣ କରିଥାଏ ଆଲୋକ, ଯାହାକୁ ଦେଖି ଜାହାଜର କ୍ୟାପ୍ଟେନ୍ ସମୁଦ୍ର ପଥରେ ନିରାପଦ ଭାବେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥାନ୍ତି। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରବଳ ବାତ୍ୟାଜନିତ ପବନ ଓ ଉତ୍ତାଳ ଢେଉର ପ୍ରଭାବରେ ଏହି ବୟା ଗଭୀର ସମୁଦ୍ରରୁ ଭାସି ଦୀଘା ଉପକୂଳରେ ଆସି ପହଞ୍ଚିଥାଇପାରେ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଗତ 2024 ମସିହା ନଭେମ୍ବର 4 ତାରିଖରେ ଏହିଭଳି ଏକ ଜାହାଜ ଦିଗ ନିର୍ଣ୍ଣୟ ଯନ୍ତ୍ର ବାଲେଶ୍ୱର ଜିଲ୍ଲାର ଉଦୟପୁର ବେଳାଭୂମିକୁ ଭାସି ଆସିଥିଲା। ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଚନ୍ଦନ କୁମାର ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।